ସକାଳ 10ଟା ସମୟରେ ଚାଷୀମାନେ ଚାଷ କାର୍ଯ୍ୟ କରୁଥିବା ସମୟରେ ଏକ ଜଙ୍ଗଲୀ ବାରହା ଆସି ସେମାନଙ୍କୁ ଆକ୍ରମଣ କରିଛି ଏବଂ ଆକ୍ରମଣ କରିବା ଫଳରେ 3 ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀମାନେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା କରିବା ପାଇଁ ଯାଇଛନ୍ତି। ବର୍ତ୍ତମାନ ଆମେ ଦେଖିବା ଗ୍ରାମରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ଏବଂ ସେମାନଙ୍କର ପ୍ରତିକ୍ରିୟା ନେବା ଯେ ସେମାନେ କିଭଳି ଭାବରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଏବଂ କେଉଁ ପରିସ୍ଥିତିରେ ସେମାନେ ବର୍ତ୍ତମାନ ଗାଁରେ ଚଳପ୍ରଚଳ କରୁଛନ୍ତି। ଆମେ ସିଧାସଳଖ ତାଙ୍କ ପାଖକୁ ଯିବା। ଆପଣଙ୍କ ପରିଚୟଟା ଦେବେ ଏବଂ କ'ଣ ବର୍ତ୍ତମାନ ଗାଁର ପରିସ୍ଥିତି ହେଇଛି? ମୋ ନାଁ ରାଜକୁମାର ସାହୁ, ଗ୍ରାମ ଜାମୁଗାଡ଼ିଆ। ସେ ଜଣେ ଲେଡି ଜଣେ ଘାସ ବସୁଥିଲେ, ତାକୁ ସେ ଜାଣିପାରିଲେନି ବାରହାଡ଼େ ଖଣ୍ଡିଆ ବାରହା ଟିକେ ଗୋଟେ ମାଡ଼ ଖାଇଛି ନା କ'ଣ ହେଇଛି ଏମିତି, ତାକୁ ଆସିକି ତା ଜଙ୍ଘ ଇଏ ସବୁ କାମୁଡ଼ି ଦେଇଛନ୍ତି। ଆଉ ଏଇ ଭାଇଙ୍କର ପୁତୁରା ଆଉ ଜଣେ ବି ମଲାଟ ବୋଲି ତାଙ୍କ ପିଲା, ତାଙ୍କୁ ଛଡ଼େଇବା ପାଇଁ ଗଲାବେଳକୁ ତାକୁ ବି ରାମ୍ପିଛି। ଆଉ ଗୋଟେ ତାଙ୍କ ଦାଦା ଏଇଠି ଅଛନ୍ତି, ତାଙ୍କ ପୁତୁରା ଆଙ୍ଗୁଠିଟାକୁ କ'ଣ କାମୁଡ଼ି ଦେଇଛନ୍ତି। ଆମେ ଦେଖିଲେ ଯେ ବର୍ତ୍ତମାନ ବାରହା ଯୋଉ ଆକ୍ରମଣ କରୁଛି ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆମେ ଆଉ ଜଣ ଭାଇମାନଙ୍କ ପାଖକୁ ଯିବା, ସେ ତାଙ୍କର ପ୍ରତିକ୍ରିୟା ନେବା। ଏ ଯୋଉ ବାରହା ଆକ୍ରମଣ କରୁଛି ଆପଣଙ୍କର ଯିଏ ପରିଚୟ ଲାଗେ, କ'ଣ ଲାଗେ? ପୁତୁରା ଲାଗେ। ସେ କ'ଣ କରୁଥିଲେ, କୋଉ ସମୟରେ? ସେ ଯାଉଥିଲେ ଗାଧୋଇବା ପାଇଁ ଯାଉଥିଲେ। ବାରହା ସେ ଦେଖିନାହାନ୍ତି, ବାରହା ଗଲା ବେଳକୁ ସେଟା ଧରି ପକେଇଲା, ମାଡ଼ି ବସିଲା ବାରହା। ଆଉ ବର୍ତ୍ତମାନ ଆପଣ କୋଉ ଅବସ୍ଥାରେ ଅଛନ୍ତି? ବର୍ତ୍ତମାନ ବହୁତ ଅବସ୍ଥା ଗୁରୁତ୍ୱ। କ'ଣ ଚାହୁଁଛନ୍ତି ଆପଣ ମାନେ? ଚାହିଁବେ କ'ଣ ଆଉ ତାକୁ କେମିତି ଭଲରେ ଇଏ କରନ୍ତୁ। ଇଏ ଦେଖିଲେ ଯେ ସେ ମାନେ ତାକୁ ବାରହା ଆକ୍ରମଣ କରିଛି ଏବଂ ସେ ଗୁରୁତର ଅବସ୍ଥାରେ ଅଛନ୍ତି। ସରକାରଙ୍କ ତରଫରୁ ସେମାନେ କ୍ଷତିପୂରଣ ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ଆଉ ଜଣେ ଆମର ମାଉସୀ ଅଛନ୍ତି, ମାଉସୀ ପଚାରେ ଆପଣ କେମିତି ଅଛନ୍ତି? ମାନେ ବାରହା ଆତଙ୍କିତ ଅବସ୍ଥାରେ ସାର୍ ଆମେ ସ୍ୱାମୀ ଗାଈ ଗଣ୍ଠେଇ ନେଇଥିଲେ, ଗାଈ ଗଣ୍ଠେଇକି ଆସିଲା ଟାଇମରେ ବାରହା ପଛ ଆଡ଼େ ତଡ଼ି ଆଣିଲେ। ବାରହା ପଛ ଆଡ଼େ ତଡ଼ି ଆଣିଛନ୍ତି, ଇଏ ପଳେଇଛନ୍ତି। କ'ଣ ତାଙ୍କର ହେଇଛି? ଟିକେ ବିଦାରେ ରାତି ରୂପା ନେଇଛି ସାର୍। ଆପଣ କ'ଣ ଚାହୁଁଛନ୍ତି ବର୍ତ୍ତମାନ? କ'ଣ ଆପଣ ଆଉ ଚାହିଁବେ? କେମିତି ବର୍ତ୍ତମାନ ଅନୁଭବ କରୁଛନ୍ତି ପରିସ୍ଥିତି? କିଛି ଅନୁଭବ କରୁଛନ୍ତି ବାରହା ଯୋଉ ଆପଣଙ୍କୁ ଆକ୍ରମଣ କଲା, ଭୟଭୀତ ଅଛନ୍ତି? ଟିକେ ଭୟ ଲାଗୁଛି ସାର୍। ଆମେ ଦେଖିବା ଆଉ ଜଣେ ଆମର ମାଉସୀ ଅଛନ୍ତି, ସେ ମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି ଯେ ଏଭଳି ଯଦି ପରିସ୍ଥିତିରେ ବାରହା ଆସି ଦିନ ଦ୍ୱିପହରେ ବାରହା ଆସିବ, ଆକ୍ରମଣ କରିବ, ସେମାନଙ୍କର ଇଏ କରୁଛି। ସେମାନେ ବର୍ତ୍ତମାନ ଗାଁରେ ଯୋଉ ବାରହା ଆକ୍ରମଣ କରୁଛି, ଆପଣ କେମିତି ଆତଙ୍କିତ ଅବସ୍ଥାରେ ଅଛନ୍ତି? ହଁ ସାର୍, ଆମକୁ ବହୁତ ଭୟ ଲାଗୁଛି। ସିଆଡୁ ଆସିକି ବାରହାଟା ପଛ ଆଡୁ ଆମ ପୁତୁରାକୁ କାମୁଡ଼ି ପକେଇଛି। ଆମ ପୁତୁରା ଗରିବ ଲୋକ ସାର୍, ତାଙ୍କୁ କିଛି ସାହାଯ୍ୟ କରନ୍ତୁ। ବର୍ତ୍ତମାନ ସମସ୍ତେ ଏଠି ଚାଷୀ ପରିବାର ଏବଂ ସେମାନେ ଚାହୁଁଛନ୍ତି ଯେ ଯେଉଁମାନଙ୍କୁ ଆକ୍ରମଣ କରିଛି ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଉ ଏବଂ ସେମାନଙ୍କୁ କ୍ଷତିପୂରଣ କରିବା ସହିତ ଗ୍ରାମରେ ବାରହାକୁ ସ୍ଥାନାନ୍ତରିତ କରାଯାଉ। ବନ୍ତଳାରୁ ଦିନେଶ ଦଳଙ୍କ ରିପୋର୍ଟ, କନକ ନ୍ୟୁଜ୍।